ଆଚ୍ଛା ପିଲାମାନେ, ଆମେ ଗତ କ୍ଲାସ୍ରେ ଏଇ 5 ନମ୍ବରର 6 ବିଟ୍ କରିଥିଲେ। ଆଜି ଆମେ 7 ବିଟ୍ କରିବା। ଦେଖ 7 ବିଟ୍ର ପ୍ରଶ୍ନ କ'ଣ ଅଛି। 7 ବିଟ୍ର ପ୍ରଶ୍ନ ହେଉଛି, ଦେଖ 2x + y - 6 = 0 ଏବଂ ଆଉ ଗୋଟେ ଇକ୍ୱେସନ୍ ଅଛି 2x - y + 2 = 0। ପ୍ରଥମ ଇକ୍ୱେସନ୍ ଅଛି 2x + y - 6 = 0। ତ ଏଇ ଦୁଇଟିକୁ ବର୍ତ୍ତମାନ ଆମେ ସମାଧାନ କରିବା। ଆସ ଦେଖ କେମିତି ସମାଧାନ ହେଉଛି। ଆମର ଯେଉଁ ପ୍ରଥମ ଇକ୍ୱେସନ୍ ଅଛି 2x + y - 6 = 0। ତ ଏଠି ଆମେ କ'ଣ କରିବା, କୁ ଗୋଟେ ପାଖରେ ରଖିବା। ତ ଏଠି y ଅଲରେଡ଼ି ଅଛି, ଆମ ଦେଖ y ପ୍ଲସ୍ ହେଇକି ଅଛି, ତେଣୁ କୁ ଗୋଟେ ପାଖରେ ରଖିବା। ଇକ୍ୱାଲ୍ ଟୁ ବାକି ଆଉ ଯେଉଁ -6କୁ ସେପଟିକି ନେଇଗଲେ କ'ଣ ହେଇଯିବ, +6 ଏବଂ +2xକୁ ନେଇଗଲେ କ'ଣ ହେଇଯିବ, -2x। ସରିଗଲା ୱାଇର ଭ୍ୟାଲୁ କାମ। ଏବେ କ'ଣ କରିବା, ଆମେ ଟେବୁଲ୍ ବାହାର କରିଦେବା। ଦେଖ ଟେବୁଲ୍ରେ x ଏବଂ y ନେବା। x ଏବଂ y ଭ୍ୟାଲୁ ପାଇଁ ଅତି କମ୍ରେ ମୁଁ କହିଥିଲି କ'ଣ, 3ଟି ବିନ୍ଦୁ ଆମକୁ ନେବାକୁ ପଡ଼ିବ। ତ ଏବେ ଦେଖ xର ମୂଲ୍ୟ ଆମେ ଏଠି କେତେ ପ୍ରୟୋଗ କରିବା। ଯଦି ଏଠି ଆମେ xର ଭ୍ୟାଲୁ 1 ଆପ୍ଲାଏ କରନ୍ତି, ତାହେଲେ କ'ଣ ହେବ, 2 × 1 2 ହେଇଯିବ। 6ରୁ 2 ଗଲା, ଯାହାକି ୱାଇର ଭ୍ୟାଲୁ କେତେ ରହିଲା, 4। ଏବେ ସେକେଣ୍ଡ ଆଉ ଗୋଟେ ଭ୍ୟାଲୁ ନେବା, xର ଭ୍ୟାଲୁ 2 ନେବା। 2 × 2 4। ତ 6ରୁ 4 ଗଲେ କେତେ ରହିବ, 2। ଠିକ୍ ସେଭଳି ଆଉ ଗୋଟେ ନେଇଯିବା, କେତେ ନେବା, 3 ନେଇଯିବା। 3 × 2 6। 6 ହେଇଗଲେ 6 - 6 = 0 ହେଇଗଲା। ଦେଖିଲେ ବର୍ତ୍ତମାନ ଗୋଟିଏ ଇକ୍ୱେସନ୍ରୁ ଟେବୁଲ୍ର x y ଭ୍ୟାଲୁ ନିର୍ଣ୍ଣୟ କରିକି 3ଟି କୋଡ଼ିନେଟ୍ ଆମେ ପାଇଲେ। ଏବେ ଆସିବା ଆମେ ସେକେଣ୍ଡ ଇକ୍ୱେସନ୍। ସେକେଣ୍ଡ ଇକ୍ୱେସନ୍ କ'ଣ ଅଛି, ଦେଖ 2x - y + 2 = 0। ତ ଏଠି ଆମେ କ'ଣ କରିବା ନା, 2x + 2କୁ ଗୋଟେ ପାଖରେ ରଖିବା, ଏ -yକୁ ନେଇଯିବା ସେ ପାଖରେ, ହେଇଗଲା ସେ କ'ଣ, +y। ତାହେଲେ ୱାଇର ଇକ୍ୱେସନ୍ ଆମେ ଏଇଟା ପାଇଲେ ଯେ y = 2x + 2, ବା ସେଟାକୁ ଆମେ 2 + 2x ବି କହିପାରିବା। ତୁମେ ଦେଖୁଛ। ଏବେ ଆମେ କ'ଣ କରିବା ନା, ୱାଇର ଭ୍ୟାଲୁ ପାଇଁ ଏଠି ଆମେ ଟେବୁଲ୍ ବାହାର କରିବା। ଦେଖ ଟେବୁଲ୍ରେ ଆମେ ସେଠି ଯେମିତି ନେଇଥିଲେ xର ଭ୍ୟାଲୁ ନେବା ଏବଂ ୱାଇର ଭ୍ୟାଲୁ ଆମେ ନିର୍ଣ୍ଣୟ କରିବା। ଦେଖ ଯଦି ଏଇଠି ଆମେ କ'ଣ କରିବା, xର ଭ୍ୟାଲୁ କେତେ ନେବା, 1 ନେବା, ତାହେଲେ ଏଠି 1 ଆପ୍ଲାଏ କଲେ କେତେ ହେବ, 2 × 1 2 + 2 କେତେ ହେଇଗଲା, 4। ତାର ୱାଇର ଭ୍ୟାଲୁ ଆମେ କେତେ ପାଇବା ନା, ପାଇବା ଆମେ 4 ହେଲା। ତାପରେ 2ର ଭ୍ୟାଲୁ, xର ଭ୍ୟାଲୁ ଆମେ କେତେ ନେବା, 2 ନେବା। 2 ନେଇକିରି ଦେଖିବା କେତେ ହେଉଛି। ଦେଖ 2 ନେଲେ କେତେ ହେବ, ଏଠି 2 × 2 4। 4 + 2 କେତେ ହେଇଯିବ, 6 ହେଇଗଲା। ତାପରେ ଆଉ ଗୋଟେ ଭ୍ୟାଲୁ ନେବା, କେତେ, 3 ନେବା। ତାହେଲେ 3 ନେଲେ କେତେ ହେବ ଦେଖିବା, 3 × 2 6 + 2 8 + 2 ହେଲା କେତେ, 8। ତାହେଲେ ଏବେ ଦେଖିପାରିଲେ ଆମେ ପ୍ରଥମ ଇକ୍ୱେସନ୍ରେ ଆସିଥିଲା କୋଡ଼ିନେଟ୍ 1 4, ଆଉ ଗୋଟେ କୋଡ଼ିନେଟ୍ ଆସିଲା 2 2 ଏବଂ ଆଉ ଗୋଟେ କୋଡ଼ିନେଟ୍ ଆସିଲା 3 0। ସେକେଣ୍ଡ ଇକ୍ୱେସନ୍ ପାଇଁ ଆମକୁ ପ୍ରଥମ କୋଡ଼ିନେଟ୍ ଆସିଲା 1 4, ସେକେଣ୍ଡ କୋଡ଼ିନେଟ୍ ଆସିଲା 2 6 ଏବଂ ଥାର୍ଡ଼ କୋଡ଼ିନେଟ୍ ଆସିଲା 3 ଆଉ 8। ତ ମୁଁ କହିଛି ତୁମମାନଙ୍କୁ ଯେ ଟେବୁଲ୍ରେ ମଧ୍ୟ ଆମେ ଦୁଇଟି ଇକ୍ୱେସନ୍ର ସଲ୍ୟୁସନ୍ ବା ସମାଧାନ, ଅର୍ଥାତ୍ xର ଭ୍ୟାଲୁ ଆଉ ୱାଇର ଭ୍ୟାଲୁ ପାଇପାରିବା ଯଦି ଆମେ ସମାନ କୋଡ଼ିନେଟ୍ ପାଇଥାନ୍ତି। ତୁମେ ଦେଖିପାରୁଥିବ ବର୍ତ୍ତମାନ ପ୍ରଥମ ଇକ୍ୱେସନ୍ରେ x ଆଉ ୱାଇର କୋଡ଼ିନେଟ୍ ଅଛି 1 4, ତାହା ମଧ୍ୟ ସେକେଣ୍ଡ ଇକ୍ୱେସନ୍ ପାଇଁ ଅଛି 1 ଆଉ 4। ତାହେଲେ ଏଥିରୁ ଆମେ ସ୍ପଷ୍ଟ ଭାବରେ ଜାଣିପାରିଲେ ଯେ ଏଇ ଦୁଇଟି ଇକ୍ୱେସନ୍ ପାଇଁ ଭ୍ୟାଲୁ, ସମାଧାନ ଭ୍ୟାଲୁ, ଅର୍ଥାତ୍ ଏଠି ଆମକୁ ସମାଧାନ କେତେ ଆସିବ ନା, xର କୋଡ଼ିନେଟ୍ ବା xର ଭ୍ୟାଲୁ ଆସିବ 1 ଏବଂ ୱାଇର ଭ୍ୟାଲୁ ଆସିବ କେତେ, 4। ଇଏ ହେବ ଆମକୁ ଏଇ ଦୁଇଟିର
ଇକ୍ୱେସନ୍ର ସମାଧାନ। ତୁମେ କିନ୍ତୁ ନିଶ୍ଚୟ ଏହାକୁ ଗ୍ରାଫ ପେପରରେ ଡ୍ର କରିବ। ଡ୍ର କଲା ପରେ ତୁମେମାନେ ଦେଖିବ ଏଇ ଦୁଇଟି ଯାକ ଇକ୍ୱେସନ୍ 1,4 ସ୍ଥାନାଙ୍କରେ ପରସ୍ପରକୁ ଛେଦ କରିବେ। ଏହା ହିଁ ଆମର କ'ଣ ହେବ ସମାଧାନ। ସେ କ'ଣ ଏବେ ଆମେ ନେକ୍ସଟ ବିଟ୍କୁ ଦେଖିବା। ଦେଖ ନେକ୍ସଟ ବିଟ୍ କ'ଣ ଅଛି, ଏଇଟା ଆମର ଗଲା 7 ନମ୍ବର ବିଟ୍। ତାପରେ ଆମେ ଦେଖିବା 8 ନମ୍ବର ବିଟ୍ରେ ଦେଖିବା। ତୁମେମାନେ ଦେଖିପାରୁଥିବ 8 ନମ୍ବର ବିଟ୍ର କ୍ୱେଶ୍ଚନ୍ କ'ଣ ଅଛି। ଦେଖ 8 ନମ୍ବର ବିଟ୍ର କ୍ୱେଶ୍ଚନ୍ ଅଛି x + y - 1 = 0 ଏବଂ ସେକେଣ୍ଡ ଇକ୍ୱେସନ୍ ଅଛି 2x + y - 8 = 0। ହେଇଗଲା ଆମକୁ ଇକ୍ୱେସନ୍ ଜାଣିପାରିଲେ। ଆଚ୍ଛା, ଏବେ ଆମେ ସମାଧାନ ପାଖକୁ ଆସିବା। ଦେଖ ସମାଧାନ ଏଠି ଆମେ ଦେଖୁଛନ୍ତି ଯେ x + y = 1 ଅଛି, ତାହେଲେ y ତ ପଜିଟିଭ୍ ହେଇକି ଅଛି। ତେବେ ଆମେ ଏଠି yକୁ ଇକ୍ୱାଲ୍ ଚିହ୍ନର ଡାହାଣ ପଟକୁ ନେବା କିଛି ଆବଶ୍ୟକ ନାହିଁ। ତାହେଲେ କ'ଣ କରିବା ନା yକୁ ତା ଜାଗାରେ ରଖିବା। ବଳକା ଆଉ ଯିଏ ରହିଲେ କିଏ ରହିଲା ଏଠି -1, ତାକୁ ସେ ପାଖକୁ ନେଇଗଲେ କ'ଣ ହେଇଯିବ +1 ପ୍ଲସ୍ x, ତାକୁ ନେଇଗଲେ କେତେ ହେଇଯିବ -x। ହେଇଗଲା, ଆମେ yର ଭ୍ୟାଲୁ ବାହାର କରିଦେଲେ। ଏବେ ଆମେ କ'ଣ କରିବା ଟେବୁଲ୍ ପାଖକୁ ଯିବା। ଦେଖ ଆମେ ସବୁ କ୍ୱେଶ୍ଚନ୍ର ସମାଧାନ ଧୀରେ ସୁସ୍ଥେ କରାଯାଉଛି, ତେଣୁ ତୁମେ ନିଶ୍ଚିତ ଏଗୁଡ଼ିକୁ ଦେଖ, ସମାଧାନ ପାଇପାରିବ। ଆଚ୍ଛା, ଏବେ ଦେଖ xର ଭ୍ୟାଲୁ ଆମେ କେତେ ଆପ୍ଲାଏ କରିବା। ମନେକର ଆମେ 1 ନେବା, ତାହେଲେ 1 - 1 କେତେ ହେଇଗଲା 0, ଯାହାକି yର ଭ୍ୟାଲୁ। ଏବେ ଯିବା କେତେ ନେବା xର ଭ୍ୟାଲୁ। ମନେକର ମୁଁ ନେଲି କେତେ 2, ତାହେଲେ 1 - 2 କେତେ ହେଇଯିବ -1, ଯାହାକି yର ଭ୍ୟାଲୁ। ଏବେ କେତେ xର ଭ୍ୟାଲୁ କେତେ ନେବା ନା ମନେ କରାଯାଉ ମୁଁ -1 ନେଲି, ତାହେଲେ -1 ନେଲେ କେତେ ହେବ ପ୍ଲସ୍ ହେଇଯିବ 1 1 2 ହେଇଯିବ। ଇଏ ହେଇଗଲା ଆମ କ'ଣ ପ୍ରଥମ ଇକ୍ୱେସନ୍ର ଟେବୁଲ୍। ଏବେ ଆମେ ଦେଖିବା ସେକେଣ୍ଡ ଇକ୍ୱେସନ୍ ପାଇଁ ଟେବୁଲ୍। ତ ସେକେଣ୍ଡ ଇକ୍ୱେସନ୍ରେ ତୁମେମାନେ ଦେଖିପାରୁଥିବ y ମଧ୍ୟ ପଜିଟିଭ୍ ଅଛି, ତେଣୁ y ଯେତେବେଳେ ପଜିଟିଭ୍ ରହିବ ଆମେ ତା'ର ପାର୍ଶ୍ୱ ପରିବର୍ତ୍ତନ କରିବା ନାହିଁ। ଯେ ଯେଉଁ ପାଖରେ ଥିବ ସେ ପାଖରେ ରଖିଲେ ଆମକୁ yର ଭ୍ୟାଲୁ ସହଜରେ ବାହାର କରିପାରିବା। ତେବେ ଏଠି ଆମେ କ'ଣ କରିବା ନା yକୁ ଇକ୍ୱାଲ୍ ଚିହ୍ନର ଡାହାଣ ପଟକୁ ନେବା ନାହିଁ, ତାହେଲେ y ସ୍ଥାନରେ ତାକୁ ସ୍ଥିର ରଖିବା। ବାକି ଆଉ ଯିଏ ବଳକା ଦୁଇଟି ପଦ ରହିଲା, ଗୋଟେ -8 ତାକୁ ନେଇଗଲେ ସିଏ ହେଇଯିବ କ'ଣ +8 ଏବଂ +2xକୁ ନେଇଗଲେ କେତେ ହେଇଯିବ -2x। ବୁଝିହେଲା। ଏବେ ଆମେ ଯିବା କେଉଁଠିକୁ ଟେବୁଲ୍। ଦେଖ ଟେବୁଲ୍ କେମିତି ଆମେ ବାହାର କରୁଛନ୍ତି। ଟେବୁଲ୍ରେ ଭ୍ୟାଲୁ x ଆମ ମନ ଇଚ୍ଛାରେ ନେବା, କିନ୍ତୁ y ଆମେ ନେଇଥିବା ଭ୍ୟାଲୁ ଅନୁସାରେ ସେ ସମୀକରଣରେ ଆସିବ। ତ ଏବେ ଦେଖିବା ଆମେ xର ଭ୍ୟାଲୁ ଏଠି କେତେ ନେବା। ମନେ କରାଯାଉ ଆମେ 1 ନେବା, ତ 1 ନେଲେ ଏଠି କେତେ ହେଇଯିବ ଦେଖ 2 × 1 2, 8 ରୁ 2 ଗଲା 6, ଯାହାକି yର ଭ୍ୟାଲୁ କେତେ ପାଇବା 6। ଆଚ୍ଛା, ଏବେ ଆମେ କ'ଣ କରିବା ମନେ କରାଯାଉ 2 ନେବା, ତାହେଲେ 2 × 2 କେତେ ହେଇଯିବ 4, 8 ରୁ 4 ଗଲେ ରହିବ କେତେ 4। ଏବଂ ଆଉ ଗୋଟେ ଭ୍ୟାଲୁ ନେବା, ମନେ କରାଯାଉ ନେବା ଆମେ କେତେ 3 ନେବା, ତାହେଲେ 3 ନେଲେ କେତେ ହେବ 3 × 2 6, 8 ରୁ 6 ଗଲା 2। ଦେଖିଲେ ଆମେ ତିନୋଟି ଭ୍ୟାଲୁ ପାଇଲେ, ତିନୋଟି ବିନ୍ଦୁର ସ୍ଥାନାଙ୍କ ଆମେ ପାଇପାରିଲେ। ତୁମେ ଟେବୁଲ୍ ଦୁଇଟିକୁ ବର୍ତ୍ତମାନ କମ୍ପେୟାର କର। ଆଚ୍ଛା, ତୁମେ ଦେଖିପାରୁଛ କି ଏ ଟେବୁଲ୍ରେ ଆମେ ସମାଧାନ ପାଇପାରୁଛନ୍ତି କି? ତୁମେ ନିଶ୍ଚିତ ଜାଣିବ। ଦେଖ ପ୍ରଥମ ଇକ୍ୱେସନ୍ର ପ୍ରଥମ xର ମୂଲ୍ୟ ଯେତେବେଳେ 1 ଅଛି yର ଭ୍ୟାଲୁ 0, ତାହେଲେ ସେକେଣ୍ଡ ଇକ୍ୱେସନ୍ରେ xର ଭ୍ୟାଲୁ 1 ଥାଇକି yର ଭ୍ୟାଲୁ 0 ନାହିଁ, ଯାହାକି ଅଛି କେତେ 6। ତେଣୁ ଏଠି ସେକେଣ୍ଡ ଯଦି ଆମେ ତୁଳନା କରିବା, ପ୍ରଥମ ଇକ୍ୱେସନ୍ରେ x y 2 ଆଉ -1 ଅଛି ଏବଂ ସେକେଣ୍ଡ ଇକ୍ୱେସନ୍ କେତେ ଅଛି 2 ଆଉ 4। ଏବଂ ଥାର୍ଡ଼ ଯଦି ଆମେ ଭ୍ୟାଲୁ ଦେଖିବା, ପ୍ରଥମ ଇକ୍ୱେସନ୍ରେ -1 2 ଏବଂ ସେକେଣ୍ଡ ଇକ୍ୱେସନ୍ରେ 3 2।
ତେଣୁ ଏଥିରୁ ଆମେ ସ୍ପଷ୍ଟ ଦେଖିପାରୁଛନ୍ତି ଏଇ ଯେଉଁ ତିନୋଟି ଭ୍ୟାଲୁ ଆମେ ନେଇଛନ୍ତି ଏକ୍ସରେ ତାକୁ ଧରିକିରି ଆମେ ଏଠି ଟେବୁଲ ଉପରେ ସମାଧାନ କିଛି ପାଇପାରୁନାହାନ୍ତି। ତେଣୁ ନିଃସନ୍ଦେହରେ ଆମେ ଏଠି କ'ଣ କରିବା ନା ଗ୍ରାଫକୁ ଯିବା। ତୁମେମାନେ ଏଇ ଯେଉଁ କୋଡ଼ିନେଟ୍ ଦେଇଛି ସେଇ କୋଡ଼ିନେଟ୍କୁ ଗ୍ରାଫ୍ ପେପରରେ ସ୍ଥାନିତ କରି ଯେତେବେଳେ ଦୁଇଟି ସରଳରେଖା ଅଙ୍କନ କରିବ ତାହେଲେ ତୁମେ ନିଶ୍ଚିତ ଭାବରେ ଦେଖିବ ସେ ଦୁଇଟି ସରଳରେଖା ଗୋଟିଏ ବିନ୍ଦୁରେ ପରସ୍ପରକୁ ଛେଦ କରିବେ। ତ ସେଇ ବିନ୍ଦୁର ସ୍ଥାନାଙ୍କ ହେବ ଆମ ପାଇଁ ସମାଧାନ। ଏଠାରେ ଏକ୍ସ ସମାଧାନ ଯେଉଁ ବିନ୍ଦୁରେ ସେ ଦୁଇଟି ପରସ୍ପର ସରଳରେଖା ଛେଦ କରିବେ ପରସ୍ପରକୁ ସେଇ ବିନ୍ଦୁରେ ଏକ୍ସର ସ୍ଥାନାଙ୍କ ହେବ ଏକ୍ସ ସମାଧାନ ଏବଂ ୱାଇର ସ୍ଥାନାଙ୍କ ହେବ ତାହାର ୱାଇର ମୂଲ୍ୟ। ତେବେ ଆମେ ଜାଣିପାରିବା ଯେ ସମୀକରଣ ଦୁଇଟିର ସମାଧାନ କେତେ ହେବ। ତ ତୁମେ ନିଶ୍ଚିତ ଭାବରେ ଏଇ ଦୁଇଟି କ୍ୱେଶ୍ଚିନ୍କୁ ବୁଝିପାରିଥିବ ବୋଲି ମୁଁ ବିଶ୍ୱାସ କରୁଛି, ଆଶା କରୁଛି ମଧ୍ୟ। ଏବଂ ଏଇଗୁଡ଼ିକୁ ମୁଁ କହିଛି 5 ନମ୍ବରରେ ଯେତିକି ପ୍ରଶ୍ନ ଅଛି ସବୁଗୁଡ଼ିକୁ ତୁମେ ଗ୍ରାଫ୍ ପେପରରେ ଅଙ୍କନ କରିବ। ଏହାଦ୍ୱାରା ଗ୍ରାଫ୍ ବିଷୟରେ ତୁମର ଧାରଣା ବଢ଼ିବ ଏବଂ ପ୍ରଶ୍ନ ବି ରହିଛି ଆମର ଲେଖଚିତ୍ର ଅଙ୍କନ କରି ଆମେ ଯେଉଁ ସହ ସମୀକରଣ ଦ୍ୱାରା ସମାଧାନ ଆମେ ପାଇପାରିବା। ଯଦି ଏ ପ୍ରକାର କ୍ୱେଶ୍ଚିନ୍ ଆସିବ ବୋର୍ଡ଼ ପରୀକ୍ଷାରେ ଆମକୁ ନିଶ୍ଚିତ ଭାବରେ ଗ୍ରାଫ୍ ଉପରେ ଦର୍ଶାଇବାକୁ ପଡ଼ିବ। ତାହେଲେ ଆମେ ସେଇ ନମ୍ବର ପାଇଁ ଯେତିକି ମାର୍କ ଥିବ ତାହା ଆମେ ପାଇପାରିବା। ତ ପରବର୍ତ୍ତୀ ଭିଡ଼ିଓରେ ଆମେ 9 ନମ୍ବର ବିଟ୍, 10 ନମ୍ବର ବିଟ୍, 11 ନମ୍ବର ବିଟ୍ ଆଉ 12 ନମ୍ବର ବିଟ୍ର ସମାଧାନ ଆମେ କରିବା। ଆଶା କରୁଛି ଏ ଦୁଇଟି ପ୍ରଶ୍ନର ସମାଧାନ ଆମେ କଲେ ତୁମେମାନେ ଭଲ ଭାବରେ ବୁଝିପାରିଛ ନିଶ୍ଚୟ। ଧନ୍ୟବାଦ।